କିନ୍ତୁ ଏଇ ଯୋଉ ମଣିଷ ଆମେ କଣ କରନ୍ତି ନା ସମସ୍ତେ ଆମେ ଜଡ଼ ହିସାବରେ ଧରା ପୃଷ୍ଠକୁ ଆମେ ପୂର୍ବଜନ୍ମ କର୍ମ ଫଳ ସେ ଭୋଗ କରିବାକୁ ଆସିଛୁ। ମଣିଷ କହନ୍ତି କି ଦୁଃଖ ଆସିଲେ ପ୍ରଭୁ ଏତେ କଷ୍ଟ ଦେଲେ ଏତେ ଦୁଃଖ ଦେଲ ମୋ ଭାଗ୍ୟରେ ଏମିତି ଦୁଃଖ ଥିଲା ଆମେ ସମସ୍ତେ କହନ୍ତି। କିନ୍ତୁ ସେ ଦୁଃଖ କଷ୍ଟ ଆମକୁ କେହି ଜଣେ ଦଉଛି ନା ଆମେ ନିଜେ କରିକି ତାକୁ ଭୋଗ କରିବା ପାଇଁ ଆସିଛୁ। ଆମକୁ କେହି ଦିଅନ୍ତି ନାହିଁ, କେହି କଷ୍ଟ ଦିଅନ୍ତି ନାହିଁ, ଆମେ ନିଜେ ନିଜ ଫଳ ଭୋଗ କରନ୍ତି। ଆମେ ଜଣକୁ ଗାଁରେ ଜଣକୁ କଣ ମାନେ ଖାଲରେ ପକେଇବା ପାଇଁ ଆମକୁ ଭାରି ଖୁସି ଲାଗେ, ଜଣକୁ ହଇରାଣ କରିବା ପାଇଁ ଜଣକୁ ଅସୁବିଧାରେ ପକେଇବା ଭାରି ଖୁସି ଲାଗେ, ଠିକ ନା ଭୁଲ? ଭଲ ଲାଗେ। କିନ୍ତୁ ଆମେ ସେଇପରି ଭାବରେ ଦିନେ ଖାଲରେ ପଡିବା ଆମେ ତାକୁ ଜାଣିନଥାନ୍ତି। କାଳ ଆମ ପାଖରେ ଆସି ପହଞ୍ଚୁଛୁ, ଆମେ କାଳ ହାତରେ ଧରା ଦବା ଆମେ ଜାଣିନଥାନ୍ତି। ଠାକୁର ମୋର ଚରମର କଣ କଲେ, ଧନରେ ତତେ ଯିଏ ନିନ୍ଦା କରୁଛୁ ତତେ ପ୍ରଶଂସା କରିବା ଶିଖିବୁ। ଅନେକ ସାଧୁ ସନ୍ଥ ଅନେକ କଥା କହିଛନ୍ତି, ଠାକୁର କେଶବ ଚନ୍ଦ୍ର ସୁନ୍ଦର ଭାବରେ କହିଲେ ଗୋଟିଏ ପଦର କଥା କାଟିଦେଲେ, ତାକୁ ପଦେ ପଦେ ବାଣୀ ପଦେ ପଦେ ଠାଣିକି ଯିଏ ଶୁଣିଦବ, ଯେ ଦେଖିଥିବ ତାଙ୍କ ଠାଣି, ଯେ ଶୁଣିଥିବ ତାଙ୍କ ବାଣୀ, ସେ ନେଇଯିବ ସମସ୍ତଙ୍କ ମନ କିଣି। କେବେ ଜାଣିଛନ୍ତି? ଛୋଟିଆ କଥା କହିବି ଆଗକୁ ଯିବି। ଉଦାହରଣ ସ୍ୱରୂପ ଠାକୁରେ ଖାଲି ସେ ଠାକୁରେ ନୁହନ୍ତି, ଖାଲି ସେ ଯୁଗ ପୁରୁଷ ନୁହନ୍ତି, ଖାଲି ସେ ଭଗବାନ ନୁହନ୍ତି, ଖାଲି ସେ ଗୁରୁ ନୁହନ୍ତି, ଯାହା ଲଗେଇବ ସିଏ ହଉଛନ୍ତି ସିଏ। କଥା ତ କହିଲେ କେତେ କଥା ଯାଉଛି, ଏଇଠି ଗୋଟେ କଥାଟେ ଯାଉଛି। ଜଣେ ଜ୍ୟୋତିଷ ଠାକୁରଙ୍କ ପାଖକୁ ଗଲା, ସେ କଥା କହିକି ସେ କଥାଟା କହିବି ଯେ ଠାକୁର ସବୁ କିଛି କେମିତି କଣ। ଠାକୁରଙ୍କ ପାଖକୁ ଜଣେ ଜ୍ୟୋତିଷ ଗଲା, ସେ ଏମିତିକା ଜ୍ୟୋତିଷ ଆପଣଙ୍କୁ କହିଦବ ମାନେ ଏତିକି ମିନିଟ୍ ଏତିକି ସମୟରେ ଆପଣ ଏମିତି ହବାର ଅଛି, ଆପଣଙ୍କର ହବ। ସେ ଏମିତି ସାଧନା କରିଛି ଆପଣ ପରଫେକ୍ଟ ଘଟିବ, ସେ ଜ୍ୟୋତିଷ। କିନ୍ତୁ ଯେତେବେଳେ ଠାକୁରଙ୍କ ନାଁ ଶୁଣିଥିଲେ ମାହାଙ୍ଗା ସୋମକ୍ଷେତ୍ର ଧାମରେ ସେ ଭାଇ ପହଞ୍ଚି ଗଲେ, ସେ ଜ୍ୟୋତିଷ ଭାଇଟେ ଜଣକୁ ନେଇ ଗୁରୁ ଭାଇଟେ ନେଇ ପହଞ୍ଚି ଗଲେ। ଆଜ୍ଞା ସେ କାହିଁକି ଯିବ ଠାକୁର ଗୁରୁ ସ୍ୱାମୀ ପ୍ରଣାମ କରିବ? ସିଧା ସିଧା ଗଲା, ମୁଣ୍ଡିଆ ମାରିଲେ ହାତ ଯୋଡିଆ ନେଇ ଗୁରୁ ସ୍ୱାମୀ ତାର ସିଧା ସିଧା ଗଲା, ମୁଁ ବିରାଟ ଜ୍ୟୋତିଷ। ସେ ଜଣକୁ ଡେଟ୍ ଦେଇଛି, ତମେ ଏତିକି ତାରିଖ ଏଇ ଦିନ ତମେ ହିଁ ଦିନ 12ଟା ସମୟରେ ତ ମୃତ୍ୟୁବରଣ କରିବ। ଆଜ୍ଞା କେମିତି ଠାକୁର କେଶବ ଚନ୍ଦ୍ର ସବୁ କିଛି ଚୋର, ପୁଣି ତସ୍କର, ପୁଣି ସାଧୁ, ପୁଣି ମହାନ ଜ୍ଞାନୀ, ପୁଣି ମାରେ ଭଗବାନ କେମିତି ଦେବତା ଜାଣିବା? ସେ ଜ୍ୟୋତିଷ ଯୋଉ ଏତେ ଅହଙ୍କାର ଠାକୁରଙ୍କୁ ପ୍ରଣାମ କଲା ନାହିଁ, କି ଗୁରୁ ସ୍ୱାମୀ କଲା ନାହିଁ, ଠାକୁରଙ୍କୁ ପ୍ରଣାମ କଲା ନାହିଁ, ମାନିଲା ନାହିଁ। ସେ ଜଣକୁ ଲେଖି ଦେଇଥିଲା, ତୁମେ ଦିନ 12ଟା ସମୟରେ ଏତିକି ତାରିଖରେ ତମେ ହିଁ ଯିବ। ଯେତେବେଳେ ସେ ଯାଇ ଠାକୁର କେଶବ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ଗଲା, ଠାକୁର ମୋର ଜୀବଧନ କେଶବ ଚନ୍ଦ୍ର କଣ କଲେ ଜାଣିଛନ୍ତି? ତାକୁ ସାଙ୍ଗେ ସାଙ୍ଗେ ଗୋଟେ କାଗଜରେ ଲେଖିଦେଲେ, ତାକୁ ଦେଲେ, କହିଲେ ଆକୁ ତୁ ଦେଖିବୁ ନାହିଁ, ସେଇଦିନ ସେତିକି ସମୟ ଗଲା ପରେ ତୁ କାଢିକି ସେଟା ତୁ ଦେଖିବୁ। ଠାକୁର କେଶବ ଚନ୍ଦ୍ର କଣ, ଯେତେବେଳେ ଆଜ୍ଞା ସେ ଟାଇମ ପଳେଇଲା, ଘୁଚି ଘୁଚି ଗଲା। ସେ ଲୋକ କହିଛି ମୋ କଥା କେବେ ବ୍ୟର୍ଥ ହବନି, ସିଆଡେ ଠାକୁରଙ୍କୁ ସମ୍ପୂର୍ଣ୍ଣ ସ୍ମରଣ କରିଛି, ସମ୍ପୂର୍ଣ୍ଣ ନିଷ୍ଠା ଭାବ ତାର ସବୁ ଅଛି, କିନ୍ତୁ ମନରେ ହଉଛି ଆରେ ସେ ପଣ୍ଡିତ କେବେ କାହା କଥା କେ ମିଥ୍ୟା ହୋଇନି, କାଳେ ଆଉ ଘଣ୍ଟେ ପରେ ମୁଁ ଆୟୁଷ କାଲି ପଳେଇଯିବ କି ପଳେଇଯିବ। କିନ୍ତୁ ହେ ସଜନା ବନ୍ଧ ସମୟ ଆସି ପହଞ୍ଚି ଯାଇଛି, କିନ୍ତୁ ସେ ଲୋକ ଆଉ ମରିନାହିଁ। ଯେତେବେଳେ ସେ ଲୋକ ମରିନାହିଁ, ସେଠୁ ସେ ଲୋକ ହାତ ଦେଲା ମୁଣ୍ଡ ହାତରେ, ତୋର ତ ମରିବାର ଯୋଗ ଥିଲା, ତୁ କମରୁ ନାହିଁ, ମୋ କଥା କେବେ ବ୍ୟର୍ଥ ହବ ନାହିଁ। ତାହେଲେ ତୁ କାହା ପାଖକୁ ଯାଇଥିଲୁ, କଣ କରୁଥିଲୁ, କୋଉ ମେଡିକାଲ ଯାଇଥିଲୁ? ଇଏ ତ ଭାଇ ଇଏ ମେଡିକାଲ ନୁହେଁ, ଇଏ ଉପର ବାଲାଙ୍କର ମେଡିକାଲ। ସେ କହିଲା ମାହାଙ୍ଗା ସୋମକ୍ଷେତ୍ରରେ ଜଣେ ସାଧୁ ଅଛନ୍ତି, ତାଙ୍କ ପାଖକୁ ଯାଇଥିଲି। ଆସିଏ ମତେ ଗୋଟେ କାଗଜ ଦେଲା, କଣ କାଗଜ? ଯେତେବେଳେ ସେ କାଗଜ ଦେଖେଇ ଦେଲା, ସେ ସମୟ ଗଲା ପରେ ସେ କାହାକୁ ଦେଲା? ଜ୍ୟୋତିଷକୁ। ସେ ଜ୍ୟୋତିଷ କଣ କଲା, ଦେଖିଲା ଠାକୁରେ ତା ଭାଗ୍ୟ ରେଖାକୁ ଯୋଉ ଘଣ୍ଟାଟା ଏମିତି ବୁଲି ବୁଲିକି ଆସି କଣ ଏଇ ଜାଗାରେ ପହଞ୍ଚିଥିଲା, ତାକୁ ଠାକୁର ଏମିତି ଏପଟୁଆ ବୁଲେଇ ଦେଇଛନ୍ତି। ବୋଲି ଆନନ୍ଦ କନ୍ଦ ଭଗବାନ କି ଜୟ। ଆପଣ ବୁଝିପାରିଲେ ତ? ଶପଥ ଟାଇମ ହେଲା କେତେ? 8:10, 9ଟା ବଜେ କେତେ ଆଉ 50 ମିନିଟ୍ ଅଛି। ଠାକୁର କଣ କଲେ, କଣ୍ଟାଟାକୁ ଏପଟୁଆ ବୁଲେଇ ଦେଲେ, ଏପଟୁ ବୁଲେଇ ଦେଲେ। 9:50 କେତେ ନା କାଲି ଯାଇ ସେତେବେଳେ ଯାଇକି ପହଞ୍ଚିବ। କେତେ ତା ଭାଗ୍ୟ ରେଖା କେମିତି ବୁଲିଗଲା ଚିନ୍ତା କର। ଯେତେବେଳେ ସେ ଯୋଡ଼ି ଦେଲା, କହିଲା ଯିଏ ଭାଗ୍ୟ ରେଖା ବି କରିଦେଇ ପାରନ୍ତି, ସେ ସାଧାରଣ ମଣିଷ ନୁହନ୍ତି, ବାବାଜୀ ନୁହନ୍ତି, ସାଧୁ ସନ୍ଥ ନୁହନ୍ତି, କିଏ କଳା ଅବତାର ନୁହନ୍ତି, ସେ ସ୍ୱୟଂ ପୂର୍ଣ୍ଣ ବ୍ରହ୍ମ ପରମେଶ୍ୱର। ହେ ସଦାନନ୍ଦ ଜୀବଧନ କେଶବ ସୁନ୍ଦର ପାଖରେ ପହଞ୍ଚି ଗଲା, କହିଲା ହେ ଠାକୁରେ, ଆପଣ ହଉଛନ୍ତି ମହାନ ଚୋର, ଆପଣ ହଉଛନ୍ତି ମହାନ ସାଧୁ, ଆପଣ ହଉଛନ୍ତି ମହାନ ଜ୍ଞାନୀ, ଆପଣ ମହାନ ମୂର୍ଖ, ଆପଣ ମହାନ, ପୁଣି ଆପଣ ହଉଛନ୍ତି ମହାନ ଠାକୁର। କହିଲେ ସବୁର ଆପଣ ହଉଛନ୍ତି ମହାନ, ସବୁର ମହାନ ତଳେ ହଉଛି ଆପଣ ସବୁ।
କିନ୍ତୁ ହେ ସଜନା ବନ୍ଧ କହିବାର ତାତ୍ପର୍ଯ୍ୟ କଥା ଏହିକି ଯେ ଭଗବାନ ଏ ମଣିଷ କଣ କରେ ନା ଯେତେବେଳେ ଏହି ଜଣେ ଖାଲରେ ପଡିଯାଏ ଜଣେ ଅସୁବିଧାରେ ପଡିଯାଏ ମଣିଷ ଖୁସି ହୋଇ ତାକୁ ଦେଖେ କିନ୍ତୁ ତା ପଛରେ ତା ସେ ଭୋଗଟା ଅଛି ବୋଲି ତାକୁ ଜାଣିନଥାଏ ଭାଗବତର କହି ନାହିଁ ଭଜନର କର୍ମ ଫଳେ ରେ ଯାଚି ମୋ ଦେଉ ଥାଇ ବଳେ ଓ ଧାମା ରାଧେ बोले बोले भक्त वत्सल भगवान की ठाकुर मोर सुंदर कोटी धन रे भागवतर सुंदर जगन्नाथ दास कहिले कहले पूर्व जन्मर कर्म फले जाची मु देउ ठाई बळे भगवान पूर्व जन्मर आमे समस्त कोन करते निज भाग्य को आमे कादी जदी आमे दुख रे अच्छे आमे निजे ही पूर्व जन्मर कोन करते आमे भाग्य को आमे तैयारी करिछि आज जे शिल्पपति कोटिपति एही आमे कोन करे ना सबले फाइट रे बोलचे टंका गदी ऊपर आमे सुचे তাহলে পূর্ব জন্মরে আমি দান ধর্ম করিছে বলি এই ঐশ্বর্যটাকে প্রাপ্ত করেছি হে সজনবন্ধ আজি পূর্ব জন্মরে আমি ভগবানকে সেটি ভালো পাইছে বলি ভক্ত খাতরে না লিখিছে বলি আজ সৎসঙ্গে আমি বসিছে দেখুন না এই গাঁরে কোন এতিক লোক আমি ক্ষমা করি মু কমেন্ট করু নাই এ অঞ্চলের এতিক গুরু ভাই নয় খালি গুরু ভাই হলে সৎসঙ্গে বসিবে তা নয় সৎসঙ্গে যেউ গুরুঙ্কর হউ যেউ সাধুঙ্কর হউ যেউ মহাত্মাঙ্কর হউ যেউ ধর্ম যাজকর হউ না কাহিকি ता ना होची सत्संग कोन ता सत्य को अनुसंधान करिवा हरि बोला अब समस्त सेही जगह बसि की अब सत्य पुरुष को पाई परिया से मोहम्मद हंतु से अल्लाह हंतु से जगन्नाथ हंतु से जेकोन से गुरु हंतु ठाकुर केशव चंद्र हंतु कि अनुकूल चंद्र हंतु कि निवान्द परमहंस हंतु काहे के अभिराम परमहंस हंतु काहे की ना गोटे गोटे लोक गोटे गोटे संप्रदाय आज कलिजुगर विभिन्न प्रकार संप्रदाय भाव मनुष्य भीतर सृष्टि होइछि किंतु एमिति एक आश्रम सनक्षेत्र भाव ठाकुर केशव चंद्र जोटी की संप्रदाय भेद भाव नाही काहे की ना से स्थान रे जे जाई पहुंची जीव से पवित्र कैवल्य मंडप को देखि देबो सेठी सब गुरु माने पूजा पाउछन्ति जोडा मुसलमान भाई टे गले कोन करे देखियो मोहम्मद बसी पूजा पाउछन्ति ताके सूर्य मंदिर जने जीशु कृष्ण जने ख्रिस्टियान भाई टे पहुंची गले से देखियो ताकर जीशु कृष्ण पूजा पाउछन्ति ठाकुर अभिराम परमहंस भक्त पहुंचे बेरे भो गुरुदेव एठी पूजा पाउछन्ति सेते पर ठाकुर जीव धन केशव सुंदर कले धन रे गच्छ मध्य आबे हेले से होछि नाम शाखा विशाखा हरि हरि बोला मन भीतर संप्रदाय भाव रखिबो नाही मन भीतर कुट कपट रखिबो नाही जोत पई से धन रे तते जे निंदा करछु तो तक प्रशंसा करिवा से जदि तते के निंदा करछु तक प्रशंसा करि पारिलु ताले तू होछु उपयुक्त होतो व्यक्ति तू उपयुक्त होछु भक्त जदि से निंदा जदि कला तू जदि ता पर ताकु निंदा कलु पाटी बळ माड बळ झगड़ा हे ताके ओढी गला तो सी तो जा कला आवश्यक ता आम ता भीतर भक्त कोन ठाकुर परा कहिले मानव महामानव अति मानव नर तरसु चरित्र ठाकुर देई नथिनि नर जे नर भीतर खाली खळ कथा खळ चिंता ताकु कि तळे पकिया ताकु कि हैरान करिया तार पैसा लुठन करिवा ए होची कार ना नर चरित्र मानवर चिंता कोन ना सुभाव सुपरिस्थिति हां मते खाया पे मिलुची ताकु खाया पे मधे मिलु मु बचिची समाज से मध्य बचु ए होची कार ना मानव महामानव अति मानव किंतु कली जुगर कोन होची मनुष्य काहे के मनुष्य भीतर खळ चिंता सुचे काहे की ना कली जुगर मनुष्य कोन करची ना मोह माया छंदे पड़ी काला बेले सबुत उपासरी देलु ठाकुर मोर कहले कली जुगर कोन ना कली जुगर भक्त मान जो कली जुगर से भारी चालाकिया काहे भगवान सत्य जुगर बर प्रदान कले तृतीय जुगर बर प्रदान कले द्वापर जुगर बर प्रदान कले कली जुगर कली कला प्रभु आपण बर प्रदान करछन तापर तीन जुगर भक्त बाछिचंती जे किंतु कली जुग होची बछा बछिर समय कली जुगर उपयुक्त भक्त किए भक्तटी समस्त परीक्षा देबे भगवान कहले कोन हला कली ना मु अछि दीटा जगह रे कोठी ना धनर अछि आ कोठी सुनार अछि ए सब दियर अछि जे कि जे ई पटे चिंता करिवो जे कोन करिवो ना कुस्ता रटना करे जी कोन करिवो अबाटर नियम रे जियो मु ताको कोन करे ताको बांधी के समय रखे भगवान कहले हो तू जे परीक्षा करबो त कर केते हे सजदा बंद कली सबुबेल पई रहिछि कोन करे भक्त परीक्षा करिया पई काहे कि
ନା ଚାରି ଯୁଗର ଭକ୍ତ କଳି ଯୁଗରେ ଆସିବେ। ଏ ଚାରି ଯୁଗର ଭକ୍ତ ଏଠି ପରୀକ୍ଷା ଦେଲା ପରେ ପାସ୍ କଲେ ସେ ଭଗତ ଖାତାରେ କଣ କରି ନାଁ ଲେଖିବେ। ଖାଲି ଭଗତ ହବାଟା ସହଜ ନୁହେଁ। କାହିଁକି ନା ପୂର୍ବ ଜନ୍ମର କର୍ମ ଫଳେ ଯାଚିବ ଦେଉଥେଇ ବେଳେ ଯେମିତି ଆପଣମାନଙ୍କ କୃପା ଭଗବାନଙ୍କ କୃପା ଅଛି ବୋଲି ଆଜି ଆମେ ଏଠି ସଙ୍ଗ କରିଛି, ଆମେ ସମସ୍ତେ ଏକତ୍ରିତ ହେଇଛି। ଗାଁରେ ଅନେକ ଲୋକ ଥାଇପାରନ୍ତି, ସମସ୍ତେ ଭଗବାନଙ୍କ କାମରେ ବସିପାରିବେ ନାହିଁ, ସମସ୍ତେ ଭଗବାନଙ୍କ ପାଇଁ ଦାନ କରିପାରିବେ ନାହିଁ, ସମସ୍ତେ ଭଗବାନଙ୍କ ମହାପ୍ରସାଦ ପାଇପାରିବେ ନାହିଁ, ସମସ୍ତଙ୍କ ହାତ ହରି କାର୍ଯ୍ୟରେ ଲାଗିପାରିବ ନାହିଁ। ହରି ହରି ବୋଲ। ତାହେଲେ ମଣିଷ ଭିତରେ କଣ ହଉଛି, ଯଦି ମଣିଷ ଯଦି ସତସଙ୍ଗ ନ କଲା, ମଣିଷ ଯଦି ସତସଙ୍ଗରେ ସତସଙ୍ଗୀ ନହେଲା, ସତ୍ୟ ପୁରୁଷକୁ ନ ଜାଣି ପାରିଲା, ତାର ଜୀବନଟା କଣ ହେଇଯିବ ନା ତାର ବ୍ୟର୍ଥ ହେଇଯିବ। ଯାହାକୁ ଠାକୁର ଆମର କଣ କହିଲେ, ଅଶେଷ ଜନ୍ମର କର୍ମ ଫଳ ଯୋଡ଼ି ମୋ ସଙ୍ଗେ ଭାବ ତୁ କାଲୋ। ଅଶେଷ ଜନ୍ମର କର୍ମ ଫଳ ଯୋଡ଼ି ସାଥେ ଭାବ ତୁ କଲୁ। ଅଶେଷ ଜନ୍ମର କର୍ମ ଫଳ ଯୋଡ଼ି ମୋ ସଙ୍ଗେ ଭାବ ତୁ କାଲୋ। ବହୁଛି ଗହନ ଅବହେଳା କଲେ ମତେ ଆଉ ନ ପାଇବ। ବହୁଛି ଧନ ଅବହେଳା କଲେ ମତେ ଆଉ ନ ପାଇବ। ବୋଲେ ଆନନ୍ଦ ଭଗବାନ କି ଜୟ। ବୋଲେ ଅଶେଷ ଜନ୍ମର କର୍ମ ଫଳ ଯୋଡ଼ି ମୋ ସଙ୍ଗେ ଭାବ ତୁ କଲୁ। ବହୁଛି ଧନ ଅବହେଳା କଲେ ମତେ ତୁ ଆଉ ନ ପାଇବୁ। ମା ମାନେ ବାପା ମାନେ ମନ ଧ୍ୟାନ ଦେଇ ଶୁଣୁଥିବେ, ଆମେ ସମସ୍ତେ ଯୋଉ ମାନବ ଜନ୍ମଟେ ପାଇଛେ ଅଶେଷ ଜନ୍ମର କର୍ମ ଫଳ ଯୋଡ଼ି, ଅଶେଷ ଜନ୍ମର କର୍ମ ଫଳ ଯୋଗ କଲା ପରେ ମାନବ ଜନ୍ମ ପାଇଛେ। ଆର ଜନ୍ମରେ ଆମେ ମନୁଷ୍ୟ ହେଇଥିଲେ କି କୁକୁର ହେଇଥିଲେ କି ବାଘ ହେଇଥିଲେ କି ବିଲୁଆ ହେଇଥିଲେ ତା ଆମେ ଜାଣିନା। କାହିଁକି କହିଲେ ଅଶେଷ ଜନ୍ମ କହିଲେ କଣ, 84 ଲକ୍ଷ ଯୋନି ଭ୍ରମଣ କଲା ପରେ ଏ ଜୀବ ଧରା ପୃଷ୍ଠକୁ ମାନବ ରୂପରେ ଆସେ। ଅଶେଷ ଜନ୍ମର କର୍ମ ଫଳକୁ ଯୋଡ଼ିଲା ପରେ ସେତିକି ତା ଭିତରେ କଣ ସାମର୍ଥ୍ୟ ହେଲା ପରେ ସେ ମାନବ ଦୁର୍ଲଭ ଜନ୍ମ ସେ ପ୍ରାପ୍ତ କରେ। ଆଉ ଯେତେବେଳେ ମନୁଷ୍ୟ ମାନବ ଜନ୍ମ ଗ୍ରହଣ କରି, ଯେତେବେଳେ ମାନବତ୍ୱ ତା ଭିତରେ ନଥାଏ, ମନୁଷ୍ୟତ୍ୱ ତା ଭିତରେ ନଥାଏ, ସତ୍ୟ ନ୍ୟାୟ ଧର୍ମ ନିଷ୍ଠା ପ୍ରେମ ଭାବ ଜାଗରଣ ଯେପର୍ଯ୍ୟନ୍ତ ମଣିଷ ଭିତରେ ସୃଷ୍ଟି ନ ହୁଏ ତାହେଲେ ତାକୁ ମନୁଷ୍ୟ କୁହାଯିବ ନାହିଁ। ହେ ସଜନ ବନ୍ଧୁ, ସେ ମନୁଷ୍ୟ କଣ ନା ପଶୁ ସହିତ ସମାନ। କେମିତି ନା ଭଗବାନ ପରମ ପୁରୁଷ ଧରା ପୃଷ୍ଠ ସୃଷ୍ଟି କଲେ, ଯେତେବେଳେ ନଥିଲା ଆକାଶ ବେଦିନୀ, ଯେତେବେଳେ ନଥିଲା କଣ ଦିବସ ରଜନୀ, ଦିବାରାତ୍ରି ଯେତେବେଳେ ନଥିଲା ସଂସାର ଧରା ପୃଷ୍ଠ, ସେତେବେଳେ କିଏ ଥିଲେ ନା ପରମ ପୁରୁଷ ଭଗବାନ ସତ୍ୟରେ ସେ ବିଦ୍ୟମାନ ଥିଲେ। ହରି ହରି ବୋଲ। ସେ ଇଚ୍ଛା ସୃଷ୍ଟି କଲେ, ଧରା ପୃଷ୍ଠକୁ ସୃଷ୍ଟି କରି ନିର୍ମାଣ କରିବି, କେହି ମତେ ଜଣେ ଭଜିବ, କେହି ଜଣେ ମତେ ଡାକିବ, କେହି ଜଣେ ମତେ ଉପାସନା କରିବ। ସେ କଣ କଲେ ନା ହିଂ କ୍ଲିଂ ଶ୍ରୀ ତ୍ରିବୀଜକୁ ସୃଷ୍ଟି କଲେ। ତ୍ରିବୀଜକୁ ସୃଷ୍ଟି କଲା ପରେ କଣ କଲେ, ତ୍ରିବୀଜ କହିଲେ କି ବ୍ରହ୍ମା ବିଷ୍ଣୁ ଶିବକୁ ସୃଷ୍ଟି କଲେ। ବ୍ରହ୍ମା ବିଷ୍ଣୁ ଶିବ ସୃଷ୍ଟି ହେଲା ପରେ ବ୍ରହ୍ମଦେବ କହିଲେ, ହେ ପ୍ରଭୁ ମତେ ପ୍ରଥମ ସୃଷ୍ଟି କଲ, କୁହନ୍ତୁ ମୋର କି କାର୍ଯ୍ୟ ଅଛି। ଭଗବାନ କହିଲେ, ରେ ବ୍ରହ୍ମା ତୋ ଦ୍ୱାରା କାର୍ଯ୍ୟ ଅଛି କଣ ନା ତୁ ଏ ସକଳ ଜୀବକୁ ତୁ ଏଠି ସୃଷ୍ଟି କରିବୁ। ବ୍ରହ୍ମା କଣ କଲେ ଜାଣିଛନ୍ତି, ଭଗବାନ ହେଲେ ବ୍ରହ୍ମା ହେଲେ ସୃଷ୍ଟିଦାତା, ପାଳନ ଦାତା ହେଲେ କିଏ ଭଗବାନ ବିଷ୍ଣୁ, ସଂହାର ଦାତା ହେଲେ କିଏ ଭଗବାନ ଶିବ। ବ୍ରହ୍ମାଙ୍କର ଦାୟିତ୍ୱ ସୃଷ୍ଟି ନିର୍ମାଣ କଲେ। ବ୍ରହ୍ମା ସୃଷ୍ଟି କଣ କଲେ, ଧ୍ୟାନ ଯୋଗ ତପସ୍ୟା ଦ୍ୱାରା ସକଳ ଜୀବ ସୃଷ୍ଟି କଲେ। ଏ ମାଙ୍କଡ ଠାରୁ ଆରମ୍ଭ କରି କାଉ କୋଇଲି ଠାରୁ ପିମ୍ପୁଡି ଠାରୁ ଆରମ୍ଭ କରି ସବୁକୁ ସୃଷ୍ଟି କଲେ, କିନ୍ତୁ ମନୁଷ୍ୟକୁ ସୃଷ୍ଟି କରିପାରୁନଥିଲେ। ମନୁଷ୍ୟକୁ ସୃଷ୍ଟି କରିପାରୁନଥିଲେ। ଏ ସକଳ ଜୀବ ସୃଷ୍ଟି କଲା ପରେ ଭଗବାନଙ୍କୁ ବ୍ରହ୍ମାକୁ କହିଲେ, ବ୍ରହ୍ମା କହିଲେ ଭଗବାନ ପରମ ପିତା ନିରାକାର, ହେ ପ୍ରଭୁ ଆପଣ ଦେଇଥିବା କଥାକୁ ମୁଁ ରଖିଛି, ଏସବୁ ସୃଷ୍ଟି କରିଛି। ଭଗବାନ ପରମ ପିତା କହୁଛି ନିରାକାର କହୁଛି, ହେ ବ୍ରହ୍ମଦେବ ତମ ସୃଷ୍ଟି କରିଛ ସକଳ ଜୀବ, କିନ୍ତୁ ମୋ ମନକୁ ଆତ୍ମାକୁ ପୁରିଲା ପରେ ମୋ ଅନ୍ତର ଖୁସି ହେଲା ପରେ ଜୀବତେ ସୃଷ୍ଟି କରନା ମୁଁ ଯାହା ଚାହିଁଥିଲି। ବ୍ରହ୍ମା ଟିକେ ମନ ଦୁଃଖ କରିଦେଲେ। କହୁନାହାନ୍ତି ଆମେ ଯଦି ଘରେ ଟିକେ ରୋଷେଇ କରିଥାନ୍ତି ଭଲ ତରକାରୀ, ମା ମାନେ ରୋଷେଇ କରିଥାନ୍ତି, ଭାଇ ମାନେ ଖାଇବା ତରକାରୀଟା ଭାରି ବଢିଆ ହେଇଛି କହିଦେଲେ ଅପା ମାନେ କଣ କରନ୍ତି, ମା ମାନେ ଘରେ କଣ ଖୁସି ହେଇଛି, ଯାହା ହଉ ଆଜି ରୋଷେଇ କରିଦେଲି, ମୋ ସ୍ୱାମୀଟା ଭାରି ଖୁସି ହେଲେ, କି ମୋ ପୁଅଟେ ଖୁସି ହେଲେ, କି ଆମ ଘର ପରିବାର ଲୋକ ଖୁସି ହେଲେ। କିନ୍ତୁ ଯେତେବେଳେ ତରକାରୀ ସେ ଖାଇକି ଯଦି ଭଲ ହ କି ନା ଠିକ କିଛି କହିବେନି, ମନ ଟିକେ କେମିତି କେମିତି ଲାଗିବ ନା। ବ୍ରହ୍ମା ମନ ଛୋଟ ହେଇଗଲା। ବ୍ରହ୍ମା କଣ କଲେ, ଅନେକ ତପସ୍ୟା କଲେ, ଅନେକ ସାଧନା କଲେ, ତାପରେ କଣ କଲେ ନା ମାନବକୁ ସୃଷ୍ଟି କଲେ, ମନୁଷ୍ୟକୁ। ହରି ହରି ବୋଲ।
ଏ ସକଳ ଜୀବକୁ ଯୋଉ ସୃଷ୍ଟି କରିଥିଲେ କିନ୍ତୁ ମନୁଷ୍ୟକୁ କଣ କଲେ? ଦିବ୍ୟ ଜ୍ଞାନ ଦିବ୍ୟ ଚେତନା ଦେଇକି ମନୁଷ୍ୟକୁ ସୃଷ୍ଟି କଲେ। ଭାଗବତରେ କହିନି ମାନବ ଦେହ ଦିବ୍ୟ ଜ୍ଞାନରେ ଉଦ୍ଭବ ଦେଖି ସନ୍ତୋଷ ଭଗବାନରେ ଉଦ୍ଭବ। ଗୋବିନ୍ଦ ଗୋବିନ୍ଦ ଭଗବାନ ବ୍ରହ୍ମଦେବ କଣ କଲେ ନା ମନୁଷ୍ୟ ଭିତରେ ମାନବ ଭିତରେ ଦିବ୍ୟ ଜ୍ଞାନ ଦେଇ ସୃଷ୍ଟି କଲେ। କଣ କହିଲେ ଭାଗବତରେ କହିଲେ ସୃଷ୍ଟି ଉଦୟ ବ୍ରହ୍ମା ହୋଇରେ ଉଦ୍ଭବ ପାଳନେ ବିଷ୍ଣୁ ସେ ଭଲାଇରେ ଉଦ୍ଭବ। গোবিন্দ 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 মধু করছি মকরন্দ গোবিন্দ ভগবান জয় সৃষ্টি উদয় ব্রহ্মা হই পালনে বিষ্ণু সে ভলাই। ভগবান কଣ କଲେ ସୃଷ୍ଟି କ୍ଷେତ୍ର ଉଦୟ ସୃଷ୍ଟି କଲେ ବ୍ରହ୍ମା ହିସାବରେ ବ୍ରହ୍ମା କଲେ ଆଜ୍ଞା ଦେଲେ ସୃଷ୍ଟି କରିବା ପାଇଁ। ପାଳନ ବିଷ୍ଣୁ ସେ ବୋলাই ସଂହାର କାଳେ ରୁଦ୍ର ରୂପେ ସୁଖ୍ୟ ବିବାହରେ ମୋହ ଭକତେ ସଜନବନ୍ଦ ଏ ମନୁଷ୍ୟକୁ ଦିବ୍ୟ ଜ୍ଞାନ ଦେଇ ସୃଷ୍ଟି କଲେ। କିନ୍ତୁ ସେଥିପ୍ରତି ଏ ମନୁଷ୍ୟ ଜନ୍ମ ପ୍ରାପ୍ତ କରିବା ପୂର୍ବରୁ ଅନେକ ସାରା ସଂସାରରେ ଆମେ ଯୋଉ ସବୁ ଜୀବ ଦେଖୁଛେ ଏ ମନୁଷ୍ୟ ପ୍ରତି ସେଇ ସବୁ ଜନ୍ମ ଆମେ ଗ୍ରହଣ କରିକି ଆସିଛେ। କାହିଁକି କହିଲେ ଏ ମନୁଷ୍ୟ ସବୁ କିଛି ଡବଲିଂ କରିପାରୁଛି। ଆପଣ ଦେଖୁଥିବେ ଟିଭିରେ ମଣିଷ ବିଲେଇ ରକମ ବୋବେଇ ପାରୁନି, ମନୁଷ୍ୟ ମିମିକ କରୁନାହିଁ, ମେଣ୍ଢା ରକମ ମେ ମେ ହଉନାହିଁ, ମଣିଷ ଛେଳି ରକମ ବୋବଉନି, କୁକୁଡ଼ା ରକମ କକ 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 ହଉନି, ମଣିଷ କହୁନି। କାହିଁକି ନା ଏ ମଣିଷ ସେ ସବୁ ଜନ୍ମ ଗ୍ରହଣ କରିଛି ବୋଲି ମଣିଷ ମିମିକ କରିଦେଇ ପାରୁଛି। ହରି ହରି ବୋଲ କୁକୁଡ଼ା କଣ ମଣିଷ ରକମ କଥା କହିପାରିବ କି? କରିପାରିବ? କରିପାରିବ। କିନ୍ତୁ ମନୁଷ୍ୟ କୁକୁଡ଼ା ରକମ କହିପାରେ କକ 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 କକ। ଠିକ ନା ଭୁଲ? ସେଥିପ୍ରତି ଏ 84 ଲକ୍ଷ ଜନି ଆମେ ଭ୍ରମଣ କଲା ପରେ ଦିବ୍ୟ ମାନବ ଜନ୍ମ ଆମେ ଭଗବାନଙ୍କୁ ପାଇଛେ। ସେଥିପାଇଁ ଭଗବାନ କହୁଛନ୍ତି ଧନରେ ଅଶେଷ ଜନ୍ମର କର୍ମ ଫଳ ଯୋଡ଼ି ମୋ ସଙ୍ଗେ ଭାବ ତୁ କଲୁ କହୁଛିରେ ଧନ ଅବହେଳା କଲେ ମତେ ତୁ ଆଉ ନ ପାଇବୁ। କହିଲେ ଏଇ ଯୋଉ 84 ଲକ୍ଷ ଜନି ଭ୍ରମଣ କଲା ପରେ ଏ ମାନବ ଦିବ୍ୟ ଜନ୍ମ ପ୍ରାପ୍ତ କରିଛୁ। ମନୁଷ୍ୟ ଜନ୍ମର ଲାଭ ଗୋବିନ୍ଦ ସଙ୍ଗେ କଲେ ଯାଇ ଭାବ। ମନୁଷ୍ୟ କେତେବେଳେ ଦୁର୍ଲଭ ନା ଯେତେବେଳେ ଗୋବିନ୍ଦଙ୍କ ସହିତ ଭାବ କରେ। ଯେତେବେଳେ ମନୁଷ୍ୟ ତାହେଲେ କଣ ମନୁଷ୍ୟ ଜୀବନଟା ସେତେବେଳେ ଦୁର୍ଲଭ। ଯଦି ମନୁଷ୍ୟ ଜନ୍ମ ଗ୍ରହଣ କରି ଯଦି ଆମେ କାୟା ପିମ୍ପୁଡି ପରି ଯଦି ହବା ଭାଇ କାଉ କହିଲି କଣ କରୁଛନ୍ତି କାଠିଟିଏ ଭାଙ୍ଗି ଦେଇ କଣ କରୁଛନ୍ତି ତାଙ୍କ ଘର ତିଆରି କରୁଛନ୍ତି। ଆମେ ଇଟା ପଥର ଘର ତିଆରି କରୁଛେ ଆମ ସାମର୍ଥ୍ୟରେ। ସେ ବିବାହ ହଉଛନ୍ତି ସଂସାର କରୁଛନ୍ତି, ଆମେ ବିବାହ ହଉଛେ ସଂସାର କରୁଛେ। ସେ ଖାଉଛନ୍ତି ପିଉଛନ୍ତି ରହୁଛନ୍ତି, ଆମେ ଖାଉଛେ କିନ୍ତୁ ରହୁଛେ। ତାହେଲେ ତାଙ୍କର ଆମର ସମ୍ପର୍କ ଅଧିକ କଣ? ତାଙ୍କ ପାଖରେ ଯାହା ଅଛି ସାମର୍ଥ୍ୟ ଆମ ପାଖରେ ତାହା ସାମର୍ଥ୍ୟ ଅଛି। କିନ୍ତୁ ତାଙ୍କ ପାଖରେ ଗୋଟିଏ ସାମର୍ଥ୍ୟ ନାହିଁ କଣ ନା ଦିବ୍ୟ ଜ୍ଞାନ ଦିବ୍ୟ ଚେତନା। ହରି ହରି ବୋଲ କଣ ନା ଭଗବାନଙ୍କ ନାମ କୀର୍ତ୍ତନ କରିବା, ଭଗବାନଙ୍କ କଥାକୁ ଶ୍ରବଣ କରିବା, ଭଗବାନଙ୍କ ପାଇଁ ତାଳି ମାରିବା, ଭଗବାନଙ୍କ ପାଇଁ ନାମ କରିବା, ଭଗବାନଙ୍କ ପାଇଁ ଦୁଇ ହାତ ଟେକିବା। ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ ଜୟ 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 ପ୍ରଭୁ। ବନ୍ଧିଲେ କାଳ ଜମରେ କୁମାର ଭଜୁକି ନାରାମ ନାମ ଭଜୁକି ନାରାମ ନାମରେ କୁମାର ଜପୁକି ନାରାମ ନାମ ଭଜିନ ପାରିଲେ କୁଳ ଚନ୍ଦ୍ରମାରେ ଭଜିନ ପାରି